ତୁମକୁ ଲାଗୁଛି କି ବାବା ମୋ ପାଇଁ କିଛି କରୁନାହାନ୍ତି, କିନ୍ତୁ ମୁଁ କହୁଛି ମୋତେ ବିଶ୍ୱାସ କର, ମୁଁ ତୁମ ପାଇଁ ନୂଆ ରାସ୍ତା ତିଆରି କରୁଛି, ଯାହାକୁ ଏବେ ତୁମେ ଦେଖିପାରୁନାହଁ। ଦେଖିବା ପାଇଁ ତୁମେ ମଧ୍ୟ ସକ୍ଷମ ନୁହଁ, କିନ୍ତୁ ଭରସା ରଖ, ଭବିଷ୍ୟତରେ ଯାହା ତୁମ ପାଇଁ ଗଚ୍ଛିତ ଅଛି ତାହା ତୁମ ପାଇଁ ମୋର ଏକ ବହୁତ ବଡ଼ ଆଶୀର୍ବାଦ ଅଟେ। ମୁଁ ଜାଣେ ଏବେ ତୁମେ ତୁମର ପରିସ୍ଥିତିକୁ ପସନ୍ଦ କରୁନାହଁ, ତେବେ ତାହା ଠିକ୍ ଅଛି। ଏଭଳି ଲାଗିବା ବା ଅନୁଭବ କରିବା କିଛି ଭୁଲ ନୁହେଁ। ନିଜର ଭାବନାକୁ ଲୁଚାଇବାରେ କୌଣସି ଆବଶ୍ୟକତା ମଧ୍ୟ ନାହିଁ, କିନ୍ତୁ କେବଳ ଏତିକି ମନେ ରଖ, ନିଜକୁ କେବେ ବି ଦୟାର ପାତ୍ର କର ନାହିଁ ବା ଦୟାର ମନୋଭାବ ରଖ ନାହିଁ। ନିଜେ ଶକ୍ତିଶାଳୀ ହୁଅ। ମୁଁ ତୁମକୁ ଆହୁରି ଶକ୍ତି ପଠାଉଛି। ନିଜକୁ ଦୃଢ଼ ମଜବୁତ କର। ବେଳେବେଳେ ମୁଁ ତୁମ ଜୀବନକୁ ମନ୍ଥର ବା ଧିମା କରିଦିଏ। ତୁମେ ଭାବ କି କେବେ ଏହି ଦିନଗୁଡ଼ିକ ଅତିକ୍ରମ କରିବ, କିନ୍ତୁ ବିଶ୍ୱାସ କର, ଏ ଯେଉଁ ବିଳମ୍ବ ବା ଡେରି ହେଉଛି, ଏଥିରେ ମଧ୍ୟ ତୁମର ମଙ୍ଗଳ ଅଛି। ଜାଣି ରଖ, ମୁଁ ତୁମ ସହିତ ଅଛି। ତେଣୁ ଜୀବନରେ ସେତିକି ଅସୁବିଧା ନାହିଁ ଯେତିକି ଆହୁରି କଷ୍ଟସାଧ୍ୟ ହୋଇଥାନ୍ତା। ନିଶ୍ଚିନ୍ତ ରୁହ, ମୁଁ ତୁମର ରକ୍ଷା କରୁଛି। ମୁଁ ଜାଣିଛି ତୁମ ସ୍ଥାନରେ ଅନ୍ୟ କେହି ଥିଲେ କେବେଠୁ ନିଜର ସାହସ ହରାଇ ସାରିଥାନ୍ତା, କିନ୍ତୁ ତୁମେ ମୋ ଉପରେ ବିଶ୍ୱାସ ବନେଇ ରଖିଛ। ତେଣୁ ମୁଁ ତୁମକୁ ତାହା ଦେବି ଯାହା ପାଇଁ ତୁମେ ହକଦାର ବା ଯୋଗ୍ୟ ଅଟ। ଖୁବ୍ ଶୀଘ୍ର ସେହି ଭଲ ସମୟ ଆସୁଛି, ମାତ୍ର ଆଉ କିଛି ଦିନ। ତେଣୁ ଏବେ ସାହସ ହରାଅ ନାହିଁ। ମୋ ଉପରେ ବିଶ୍ୱାସ କରି ରୁହ। ମୁଁ ତୁମକୁ ବହୁତ ଆଶୀର୍ବାଦ କରୁଛି ତୁମର ଏକ ସୁନ୍ଦର ଉଜ୍ଜଳ ଭବିଷ୍ୟତ ପାଇଁ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।